ଶୀତ ଦିନ ସରିବା ଆଗରୁ ଭାବିଲି ଆଜି ମୋର ଫେଭରେଟ୍ ଆଇଟମ୍ଟା ବନେଇକି ଖାଇବି। କ'ଣ ପାଇଁ ନା ଏଇ ଦିନକୁ ଆସିବା ପାଇଁ ପୁଣି କିଛି ଦିନ ୱେଟ୍ କରିବା ପାଇଁ ପଡ଼ିବ। ବ୍ରୋକୋଲି କରି, ଯେଉଁଟାକି ଥଣ୍ଡା ଦିନର ମୋ ପାଇଁ ସବୁଠୁ ବେଷ୍ଟ ଆଉ ଫେଭରେଟ୍ ଆଇଟମ୍ ଥାଏ ମୋର। ସବୁବେଳେ ବ୍ରୋକୋଲି ସିଜନ୍ ପଳେଇ ଆସିଲା ମାନେ ମୋର ମନ ହେଇଯିବ କରି ବନେଇକି ଏ ଷ୍ଟାଇଲ୍ରେ ଖାଇବା ପାଇଁ, କିନ୍ତୁ ଏଇଥର ହେଇପାରିନଥିଲା ତ ଭାବିଲି ଆଜି ବନେଇକି ଖାଇବାଟା ଖାଇବି। ତ ଦେଖୁ ଦେଖୁ ବହୁତ ଜଲ୍ଦି ପଳେଇଲା ଥଣ୍ଡା ଦିନ, ଆଉ ଟାଇମ୍ ବି ହେଉନଥିଲା କରି ବନେଇବା ପାଇଁ। କେତେବେଳେ ଆସିଲେ ତାକୁ ଫ୍ରାଏ କରିକି ବନା ହେଇଯାଉଥିଲା, କିନ୍ତୁ ଆଉ ମୋର ଫେଭରେଟ୍ ଆଇଟମ୍ଟା ମୁଁ ବନେଇ ପାରୁନଥିଲି। ହେଲେ ଆଜି ଟାଇମ୍ କାଢ଼ିକି ମୋର ଫେଭରେଟ୍ କରି, ଯେଉଁଟାକି ଥଣ୍ଡା ଦିନର ଶୀତ ଦିନର ମୋର ଫେଭରେଟ୍ ଆଇଟମ୍। ଏପଟେ ସବୁ ମସଲା ପକେଇକି ମସଲାକୁ ଭଲସେ କଷି ସାରିଲା ପରେ ଗୋଟେ ପ୍ୟାକେଟ୍ ମ୍ୟାଗି ମସଲା ପକେଇକି ତାକୁ ଆଉ କିଛି ସମୟ ଭଲସେ କଷିଥିଲି। ତାପରେ ପାଣି ଦେଇକି ପାଣି ଫୁଟିଲା ପରେ ବ୍ରୋକୋଲି ଆଉ ଆଳୁକୁ ପକେଇଥିଲି। ଭଲସେ ଫୁଟିଗଲା ପରେ କାଢ଼ିକି ମୋର ଲଞ୍ଚ ଫୁଲ୍ ଏନ୍ଜୟ କରିଥିଲି।